ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ 75ତମ ବନ ମହୋତ୍ସବ ଓ ସପ୍ତାହ ପାଳନ। ଆଜି ରବିବାର ଦିନ 75ତମ ବନ ମହୋତ୍ସବ ପାଳନ ଅବସରରେ ଚଳିତ ବର୍ଷ ସପ୍ତାହ ବ୍ୟାପୀ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ରାସୋଳ ତରଫରୁ ଶତାଧିକ ଆମ୍ବ ଚାରା ରୋପଣ ତଥା ବୃକ୍ଷପ୍ରେମୀମାନଙ୍କୁ ଚାରା ଗଛ ବଣ୍ଟନ କରାଯାଇଛି। ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଉପଦେଷ୍ଟା ଶ୍ରୀମତୀ ସତ୍ୟଭାମା ମିଶ୍ର, ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ, ଯୋଗଗୁରୁ ଅଶ୍ୱିନୀ କୁମାର ପତିଙ୍କ ମାର୍ଗଦର୍ଶନରେ ସଭାନେତ୍ରୀ ନିରୁପମା ମିଶ୍ରଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱେଚ୍ଛାକୃତ ସହଯୋଗରେ ଗ୍ରାମରେ ଥିବା ଖୋଲା ଜାଗାରେ ଚାରା ଗଛ ରୋପଣ କରିବା ସହିତ ବହୁ ବୃକ୍ଷପ୍ରେମୀମାନଙ୍କୁ ଚାରା ଗଛ ବଣ୍ଟନ କରାଯାଇଛି। ପ୍ରକାଶ ଥାଉ କି ବନ ମହୋତ୍ସବ ସପ୍ତାହ ଅବସରରେ ପ୍ରଥମ ଦିନ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ପ୍ରମୋଦ କୁମାର ମିଶ୍ରଙ୍କ ଦଶାତିଥିରେ ଯୋଗଦାନ ପୂର୍ବକ ପୁତ୍ର ସୌରଭଙ୍କୁ ଏକ ଫୁଲ ଗଛ ପ୍ରଦାନ କରିବା ପରେ ପ୍ରତ୍ୟେକ ଦିନ ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରିବା ସହିତ ବଣ୍ଟନ ପୂର୍ବକ 7 ଦିନ ମଧ୍ୟରେ ଶତାଧିକ ଚାରା ରୋପଣ କରାଯାଇଛି। ଏତାଦୃଶ ଜନହିତକର ସଚେତନଧର୍ମୀ କାର୍ଯ୍ୟକ୍ରମ ଆଞ୍ଚଳିକ ସ୍ତରରେ ବହୁ ବୁଦ୍ଧିଜୀବୀ ସାଧୁବାଦ ପ୍ରଦାନ କରିବା ସହିତ ସଂଗଠନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ମୋ ନାଁ ହେଉଛି ଅମ୍ୟ ରଞ୍ଜନ ସର। ମୋ ଶ୍ରଦ୍ଧା ନାମ ହେଉଛି ଝୁନା। ଆଉ ମୋ ଘର ହେଉଛି ରାସୋଳ, ଡିଷ୍ଟ୍ରିକ୍ଟ ଢେଙ୍କାନାଳ। ଯାହା ହଉ ଗୋଟେ ଆନନ୍ଦର ବିଷୟ, ଏ ଯେଉଁ ଶ୍ରଦ୍ଧାଶକ୍ତି ସେବା ସଂସ୍ଥା ଆମ ରାସୋଳର ଜନମଙ୍ଗଳ କେନ୍ଦ୍ର, ଇମାନେ ଯେଉଁ କରୁଛନ୍ତି ଗୋଟେ ଆରମ୍ଭ କରିଛନ୍ତି ବନ ସପ୍ତାହ, ଯେଉଁଟାକି 1ରୁ 7 ତାରିଖ ପର୍ଯ୍ୟନ୍ତ, ଏଇଟା ଆମ ଚାଷୀମାନଙ୍କ ପାଇଁ ଖୁବ୍ ଭଲ ପଦକ୍ଷେପ ସେଠି ନେଇଛନ୍ତି। ଆଗ୍ରହୀ ଚାଷୀମାନେ ମିନିମମ୍ ନିଜ ଘରେ ଯୋଡ଼େ 5ଟା 10ଟା ଏମିତି ଗଛ ନେଇକି ପୋତିକି ରଖିପାରିବେ, ଯେଉଁଟାକି ତାଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା ସେ ମାଗଣାରେ ପାଇପାରୁଛନ୍ତି। ଯାହା ଗୋଟେ ସୁନ୍ଦର ପଦକ୍ଷେପ। ଯାହା ହଉ ବହୁତ ମଙ୍ଗଳ କାମନା ମୁଁ କରୁଛି, ଏ ସଂଘ ପାଇଁ ଗୋଟେ ମଙ୍ଗଳ କାମନା କରୁଛି। ଯାହା ହଉ ସେ ଅତିରୁ ଅତି ଉନ୍ନତର କାମ କରନ୍ତୁ, ଭଲ ରୁହନ୍ତୁ। ଆଉ ଏମିତି ସଂସ୍ଥା ହିଁ ସେବା ଦେଉଥାନ୍ତି ସମସ୍ତଙ୍କ ପାଇଁ। ଧନ୍ୟବାଦ।